ଦେଖନ୍ତୁ ଗତକାଲି ମୁଖ୍ୟମନ୍ତ୍ରୀ ଯିଏକି ଅର୍ଥ ବିଭାଗ ଦାୟିତ୍ୱରେ ଅଛନ୍ତି ସେ ଗତକାଲି 3,10,00,000 ଟଙ୍କା 3.1 ଲାख କରୋଡ଼ର ଗୋଟେ ବିଶାଳ ବଜେଟ୍ ଉପସ୍ଥାପିତ କରିଛନ୍ତି। ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା ଦେଇକରି ବଜେଟ୍ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କର ବଜେଟ୍ ଅଭିଭାଷଣରେ ମତବ୍ୟକ୍ତ କରିଛନ୍ତି। ଗ୍ରାମୀଣ ଭିତ୍ତିଭୂମି ହଉ ବା କୃଷି କ୍ଷେତ୍ରକୁ বা ଆପଣଙ୍କର ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହଉ বা ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ମେଡ଼ିକାଲ କଲେଜ ଆଉ ହସ୍ପିଟାଲ ପ୍ରତିଷ୍ଠା ଏବଂ ଭିତ୍ତିଭୂମି ପାଇଁ ଅର୍ଥ ବରାଦ ହଉ, ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଯେଉଁ ସୁଭଦ୍ରା ଯୋଜନାକୁ ଜାରି ରଖିବା ପାଇଁ ହଉ, ଆଉ ଗୋଟେ କଥା ହେଉଛି ଆପଣଙ୍କର ଅଙ୍ଗନବାଡ଼ି ଗୁଡ଼ିକ ନିର୍ମାଣ କରିବା ପାଇଁ ହଉ, ସବୁ କ୍ଷେତ୍ରରେ ଅର୍ଥ ବରାଦ କରାଯାଇଛି। ଆପଣ କନ୍ୟାମାନଙ୍କ ପାଇଁ ଝିଅମାନଙ୍କ ପାଇଁ ଗୋଟେ ନୂଆ ସ୍କିମ୍ ମଧ୍ୟ ଆସିଛି। ସୁମଙ୍ଗଲ କନ୍ୟା ସୁମଙ୍ଗଲ ଯୋଜନା ନାମରେ ଗୋଟେ ନୂଆ ଯୋଜନା ମଧ୍ୟ ଆଣିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ଏ ବଜେଟ୍ରେ ନିହାତି ଭାବରେ ଦେଖାଇବାକୁ ଚାହୁଁଛନ୍ତି, ଉପସ୍ଥାପିତ କରିବାକୁ ଚାହୁଁଛନ୍ତି ଯେ ବଜେଟ୍ଟି ଲୋକମାନଙ୍କ ପାଇଁ ଆଉ ଲୋକମାନଙ୍କର ମଙ୍ଗଳ ପାଇଁ ରାଜ୍ୟରେ ସନ୍ତୁଳିତ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଭଲ କଥା। ଯେଉଁ ଲକ୍ଷ୍ୟ ରଖିଛନ୍ତି ଆପଣ ଦେଖିବେ ଗୋଟେ ଡାଲଖାଇ ଯୋଜନା କରିଛନ୍ତି, ଯେଉଁ ଆପଣଙ୍କର ବିଭିନ୍ନ ଯେଉଁ ଅଛି ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳ ଅଛି ଯେଉଁଠିକି ଆପଣ ସ୍ଥାନାନ୍ତର ହୁଅନ୍ତି, ଲୋକମାନେ ପ୍ରବାସକୁ ଯାଆନ୍ତି, ଯାହାକୁ ଆମେ ଦାଦନ ବୋଲି କହୁ, ତାକୁ ସନ୍ତୁଳିତ କରିବା ପାଇଁ ଗୋଟେ ବ୍ୟବସ୍ଥା କରିଛନ୍ତି। ଆପଣ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ମିଶନ ଯୋଜନା ଗୋଟେ କରିଛନ୍ତି, ଯୋଉ 100 କୋଟି ଟଙ୍କା ଦେଇଛନ୍ତି। ମାନେ ଆପଣ ଦେଖିଥିବେ ଆଗରୁ କେନ୍ଦ୍ର ସରକାର କେତୋଟି ସ୍ମାର୍ଟ ସିଟି ଘୋଷଣା କରିଥିଲେ, ଆଜି ପର୍ଯ୍ୟନ୍ତ କେଉଁ ସହରଟା ସ୍ମାର୍ଟ ହେଇଛି ଆମେ ଏପର୍ଯ୍ୟନ୍ତ ଜାଣିପାରିଲୁ ନାହିଁ। ଭୁବନେଶ୍ୱର ବି ତା ଭିତରୁ ଗୋଟେ, ରାଉରକେଲା, ସମ୍ବଲପୁର, ଆମେ ଦେଖିଲେ ସେ ସିଟିର ଅବସ୍ଥାକୁ ଏତେ ପର୍ଯ୍ୟାପ୍ତ 2,000-3,000 କୋଟି ଲେଖାଏଁ ଖର୍ଚ୍ଚ ହେଇକରି ସହରର ଅବସ୍ଥା ତ ଆପଣମାନେ ଦେଖୁଛନ୍ତି। ଏଇ ଯେଉଁ 100 କୋଟି ଟଙ୍କାର ଗୋଟେ ସ୍ମାର୍ଟ ମିଶନରେ ବିଭିନ୍ନ ସ୍ମାର୍ଟ ସିଟିଜ୍ ପାଇଁ ମୁଖ୍ୟମନ୍ତ୍ରୀ ରଖିଛନ୍ତି, ସେଟା ସେ ଅଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 100 କୋଟି ଟଙ୍କା ପର୍ଯ୍ୟାପ୍ତ କି ନାହିଁ ସେଟା ଆସନ୍ତା ଦିନରେ ସମୟ କହିବ। ଗୋଟେ କଥା ହେଉଛି ଏଥିରେ ମଧ୍ୟବିତ୍ତ ମାନଙ୍କୁ ଆଶ୍ୱସ୍ତି ଦେଲା ଭଳି ସେମିତି କିଛି ବ୍ୟବସ୍ଥା କରାଯାଇ ନାହିଁ। ଯୋଜନା ହେଇଛି ଗରିବମାନଙ୍କ ପାଇଁ ହେଇଛି, ଅସହାୟମାନଙ୍କ ପାଇଁ ହେଇଛି, ମଧୁବାବୁ ପେନସନ ଯୋଜନାର ହେଇଛି। ଆପଣ ଯେଉଁ କଥାଟା ପେନସନ ବଢ଼େଇବା ପାଇଁ କହିଥିଲେ, ସେ ପେନସନ ବଢ଼େଇବା ବିଷୟରେ ଏଇ ବଜେଟ୍ରେ ପ୍ରାୟତଃ ସେମିତି କିଛି ନାହିଁ। ଆପଣ ଧାନ ପାଇଁ MSP ପାଇଁ ଯେଉଁ 3100 ଟଙ୍କା ଲେଖେ ଦେବା ପାଇଁ ସେ ବଜେଟ୍ରେ କୃଷକ ସମୃଦ୍ଧି ଯୋଜନାରେ ବ୍ୟୟ ବରାଦ କରାଯାଇଛି। କିନ୍ତୁ ଆପଣ ଦେଖିଥିବେ ନିକଟ ଅତୀତରେ କେନ୍ଦ୍ର ସରକାରଙ୍କର ଯେଉଁ ଅର୍ଥ ବିଭାଗ ପକ୍ଷରୁ କେରଳକୁ ଗୋଟେ ଚିଠି ଲେଖାଯାଇଛି ଯେ ଆପଣ ଏମିତି MSP ଉପରେ ଦେଇପାରିବେ ନାହିଁ। ଯଦି ସେଇ ଚିଠିଟି ଆମ ଓଡ଼ିଶାକୁ ପଳେଇ ଆସେ, ସେ ଅଦର ଷ୍ଟେଟ୍ସ ବୋଲି ଇନକ୍ଲୁଡ ଅଛି, ଯଦି ସେଇଟା ହେଇପାରେ ତାହେଲେ ଏଇ ଯେଉଁ MSP ଉପରେ ଯେଉଁ 700 କେତେ ଟଙ୍କା ଏକ୍ସଟ୍ରା ଦିଆଯାଉଛି ଇନପୁଟ ସବସିଡି, ତାର ଭାଗ୍ୟ କ'ଣ ହେବ ଆମେ ଏପର୍ଯ୍ୟନ୍ତ ସ୍ପଷ୍ଟ ନାହିଁ। କିନ୍ତୁ ରାଜ୍ୟ ସରକାର ବ୍ୟୟ ବରାଦ କରିଛନ୍ତି, ସେଥିପାଇଁ କୃଷକଙ୍କ ପାଇଁ ଯୋଜନା ଏ ଯେଉଁ କୃଷକ ସମୃଦ୍ଧିରେ ରଖିଛନ୍ତି। କଥା ହେଉଛି କ'ଣ, କେଉଁଠି ନା କେଉଁଠି ଟିକେ ଆମେ ମଧ୍ୟବିତ୍ତ ପରିବାରର ଲୋକମାନେ ଏଥିରେ ସେମିତି କିଛି ସମ୍ଭାବନା ଆମମାନଙ୍କ ପାଇଁ ସୃଷ୍ଟି ହେଇପାରିନି। ଆମେ ଆଶା କରୁଥିଲୁ ରାଜ୍ୟ ସରକାର, ମୋ ବ୍ୟକ୍ତିଗତ କଥା କହୁଛି, ପେଟ୍ରୋଲ ଡିଜେଲ ଉପରେ କିଛି ଯଦି ରିହାତି ଦେଇଥାନ୍ତେ, ଆମର ଯେଉଁ ସରକାର ଟିକସ ନେଉଛନ୍ତି, ଯେଉଁଟାକି ଭାରତୀୟ ଜନତା ପାର୍ଟି ଆଗରୁ ବି ଦାବି କରୁଥିଲା, বা GST ପରିସରଭୁକ୍ତ ହେଲା ନହେଲା ସେ ତ ଭିନ୍ନ କଥା। ଯେଉଁ ରାଜ୍ୟ ସରକାର କେନ୍ଦ୍ର ସରକାର ଯେଉଁ ଟିକସ ନେଇକରି ଯେଉଁ ଦରଟା ବଢ଼ୁଛି ପେଟ୍ରୋଲ ଡିଜେଲର, ସେ ଉପରେ ଯଦି ଟିକେ ରିହାତି ଦେଇଥାନ୍ତେ ଆମମାନଙ୍କର ଦୈନନ୍ଦିନ ଖର୍ଚ୍ଚ ଉପରେ ମଧ୍ୟ ତା ଗୋଟେ ବୋଝ ଟିକେ କମିଥାନ୍ତା। ଟ୍ରାନ୍ସପୋର୍ଟ କ୍ଷେତ୍ରରେ ଯେଉଁ ଅତ୍ୟଧିକ ବ୍ୟୟ ସେଟା ବି ରୋକାଯାଇ ପାରିଥାନ୍ତା। କ'ଣ ଭାବିକି ସରକାର ତାକୁ କରିନାହାନ୍ତି ମୁଁ ତ ସେ ବିଷୟରେ କହିପାରିବି ନାହିଁ, କିନ୍ତୁ ମଧ୍ୟବିତ୍ତଙ୍କ ପାଇଁ ସେଟା ଗୋଟେ ଆଶ୍ୱସ୍ତି ହେଇଥାନ୍ତା। ସବୁଠୁ ବଡ଼ କଥା ହେଲା ଆଜ୍ଞା ଦେଖନ୍ତୁ, ଗତ ବର୍ଷ ମଧ୍ୟ ରାଜ୍ୟ ସରକାର ପାଖାପାଖି 2,90,000 କୋଟି ଟଙ୍କାର ଗୋଟେ ବଜେଟ୍ ଗତ ବର୍ଷ ବଜେଟ୍ଟା ଥିଲା। ସାଇଜ ବଡ଼ ହୋଇଥିଲା ଆମର, କିନ୍ତୁ ଦେଖିଲା ବେଳକୁ ଦୁର୍ଭାଗ୍ୟଜନକ ଭାବେ ନିଜେ ରାଜ୍ୟ ସରକାରଙ୍କ ରେକର୍ଡ କହୁଛି
अधारू अधिक अधा अर्धाधिक अंश आम अधा पैसा आम खर्च कर असमर्थ रहीचु तापर देखु राज्य एवं यही जो अर्थ राशिटा आउ 30 कोटी जो 20 कोटी अधिक 20,000 कोटी टंका अधिक व्यवहार करा आमर ऋणटा को देखु ऋण आमर भी बढ़ी चली ठीक अच्छे ऋण करवा गोटे योग्यता आपणकर सेमती योग्यता नथिले मध्य आपण बजार ऋण करें ना हेले ऋण करी योजना करी जदि ताकू व्यय न करि परिबा हाँ सेटा निहाती गत बजेट रे जो पैसा व्यय बराद होता सेटा एपर्यंत खर्च हो पारि नाही आउ मात्र 1.5 मास समय मझिरे आउ 1.5 मास मासे केते दिन समय अच्छी ता भितरे आमे पाखापाखि अप टू 60% मध्य जाई परिबु नाही खर्च रे ये जो बड़ बजेट होती भितर बड़ बड़ दुटा 5-7टा बिल्डिंग हम कंस्ट्रक्शन से विशाल प्रोजेक्ट से बाबद खर्च व्यय बरा यूनिवर्सिटी कैंपस तैयारी हम ए सब क्षेत्र में कोठा गुड़े निर्माण हम यूनिवर्सिटी तैयारी हम तापाई शिक्षा शिक्षक भित्तिभूमि से कौन हम शिक्षक मान नियुक्ति से सबू दिग को राज्य सरकार देखिए बोले आम आशा रखा किंतु मोटामोटी भाव में बजेट आकार अन्य राज्य तुलन में आम राज्यर बजेट साइज बड़ होती किंतु केते दूर खर्च होउची देखिया पड़ो विगत वर्षर बजेट रो खर्च नैराश्यजनक अच्छी आशा करिबा ए जो बजेट करिसंती जहाँ भी जन मंगल पाई करिसंती बोली कहउसंती हां रोसई घर खाली हां रोसई घर खाली मेन्यू प्रबल रोसई घर खाली से विरोधी दल हिसाब रे तांकर समालोचना करिवे राजनैतिक समालोचना करिवे कांग्रेस मध्य ताको भिन्न भाव रो समालोचना करिछि माने राज्य सरकार योजना नीति दिगहरा बोली ताको कहिछि से भिन्न कथा किंतु राज्य सरकार जो उद्देश्य ज्ञापन करिसंती जो बजेट गत वर्ष भी किसी उद्देश्य ज्ञापन करथिले बजेट रे यही उद्देश्य खर्च हम सी हम सब कथा कही किंतु गत वर्ष पेड़ी खोली पारिला नाही अधारू अधिक पेड़ी रे रहीगला तेणु एथर आशा करिबा जो योजना करा जाउची तार सुफल मेन हला योजना आ रूपायन भितर गोटे आकाश पाताल फरक रही जाउची से योजना और रूपायन मध्य थिबा दूरत्व को राज्य सरकार केते कमी पारुचंती सेटा आगु जना।